ସମସ୍ତଙ୍କୁ ଜୟ ମାତା ଦେ। ଆଶା କରୁଛି ମାତା ରାନୀଙ୍କର ଆଶୀର୍ବାଦରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଜାଣିବା ମାତା ବ୍ରହ୍ମଚାରିଣୀଙ୍କର ସୁନ୍ଦର କଥା। ତାପରେ ଶୁଣିବା ମନକୁ ଛୁଇଁଗଲା ଭଳି ସୁନ୍ଦର କଥା ସବୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ଚାଲନ୍ତୁ ଶୁଣିବା। ଦଶହରା ମାସର ନବରାତ୍ରରେ ଭକ୍ତମାନେ ପ୍ରଥମ ଦିନ ଶୈଲପୁତ୍ରୀକୁ ପୂଜା କରନ୍ତି। ଦ୍ୱିତୀୟ ଦିନ ବ୍ରହ୍ମଚାରିଣୀକୁ ପୂଜା କରନ୍ତି। ବ୍ରହ୍ମଚାରିଣୀ ମା ଶିବଙ୍କୁ ପତି ରୂପେ ପାଇବା ପାଇଁ ହଜାର ହଜାର ବର୍ଷ ତପସ୍ୟା କରୁଥିଲେ, ଧ୍ୟାନ ମଗ୍ନ ରହିଯାଉଥିଲେ। ଶୁଖିଲା ବେଲପତ୍ର ଖାଇ ନିର୍ଜଲା ଉପବାସ କରି ଶିବଙ୍କୁ ପାଇବା ପାଇଁ ଧ୍ୟାନ ମଗ୍ନ ହୋଇ ରହିଯାଉଥିଲେ। ତେଣୁ ତାଙ୍କୁ ବ୍ରହ୍ମଚାରିଣୀ ବୋଲି କୁହାଯାଏ। ବ୍ରହ୍ମଚାରିଣୀ ମା ଯେତେବେଳେ ଶିବଙ୍କୁ ପାଇବା ପାଇଁ ହଜାର ହଜାର ବର୍ଷ ତପସ୍ୟା କରି ଧ୍ୟାନ ମଗ୍ନ ରହୁଥିଲେ, ସେତେବେଳେ ମାତା ରାନୀଙ୍କର ଶରୀର ତେଜମୟ ଦିଶୁଥିଲା। ସେଥିପାଇଁ ତାଙ୍କ ଶରୀର ଗୌରବର୍ଣ୍ଣ ବା ଧଳା ବର୍ଣ୍ଣ ପାଲଟି ଗଲେ। ମାତା ବ୍ରହ୍ମଚାରିଣୀଙ୍କର ଉପବାସ ପରେ ମାତା ରାନୀଙ୍କୁ ମିଠା ଜିନିଷ ଅର୍ପଣ କରାଯାଏ। ସେ ମିଠା ଜିନିଷ ବହୁତ ପସନ୍ଦ କରନ୍ତି। ମାତା ରାନୀଙ୍କୁ ମିଠା ଜିନିଷ ଅର୍ପଣ କଲେ ଆୟୁ ବଢ଼ିଥାଏ। ଆଉ ମାତା ରାନୀ ଗୋଟେ ହାତରେ ଅକ୍ଷତ ମାଲା ଧରିଥାନ୍ତି, ଆଉ ଗୋଟେ ହାତରେ କମଣ୍ଡଳୁ ଧରିଥାନ୍ତି। ମଣିଷ ସବୁବେଳେ ସୁଖ ସମୟରେ କମ୍, ବିପଦ ସମୟରେ ସବୁବେଳେ ଭଗବାନଙ୍କୁ ଖୋଜିଥାଏ। ଭଗବାନଙ୍କ ଶରଣରେ, ମାତା ରାନୀଙ୍କ ଶରଣରେ ପହଞ୍ଚି ଯାଇଥାଏ। ସବୁ ଦେବୀ ଦେବତାମାନଙ୍କ ଠାରୁ ଦୁର୍ଗା ମାତାଙ୍କର ଗୋଟେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଛି। ମା ଦୁର୍ଗା ସମସ୍ତ ବ୍ରହ୍ମାଣ୍ଡର ରକ୍ଷକ ଅଟନ୍ତି। ସବୁ ଜାଗାରେ ସେ ଅଛନ୍ତି, ସର୍ବବିଦିତ ଅଛନ୍ତି। ଯେତେବେଳେ ରାକ୍ଷସମାନେ ସବୁ ଦେବାଦେବୀଙ୍କୁ ଅତ୍ୟାଚାର କରିବା ପାଇଁ ଆରମ୍ଭ କରିଦେଲେ, ସେତେବେଳେ ସବୁ ଦେବାଦେବୀ ମିଶି ସ୍ତୁତି କରିବାକୁ ଆରମ୍ଭ କଲେ। ଠିକ୍ ସେତିକିବେଳେ ରଣଚଣ୍ଡୀ ମା ପ୍ରକଟ ହେଲେ। ସବୁ ଅସୁରମାନଙ୍କୁ ବିନାଶ କରିବା ପାଇଁ ଦେବତାମାନଙ୍କୁ ରକ୍ଷା କଲେ। ଦୁର୍ଗା ମା ନବଦୁର୍ଗା ହୋଇ 9 ରୂପରେ ଧାରଣ କରି ସମଗ୍ର ରାକ୍ଷସ ଜାତିକୁ ସଂହାର କରି ଦେବତାମାନଙ୍କୁ ରକ୍ଷା କରିଥିଲେ। ସେଥିପାଇଁ ଆଜି ପର୍ଯ୍ୟନ୍ତ ମାଙ୍କର 9 ରୂପକୁ ପୂଜା କରାଯାଇଥାଏ। ଦଶହରା ନବରାତ୍ରରେ ମାଙ୍କର ନବରାତ୍ର ଆରମ୍ଭ ହୁଏ। ଭକ୍ତମାନେ ବହୁତ ଶ୍ରଦ୍ଧା ଭକ୍ତି ସହିତ ବହୁତ ଆଡମ୍ବରରେ ମାତା ଦୁର୍ଗାଙ୍କୁ ଆବାହନ କରିଥାନ୍ତି। ଘରେ ଘରେ ପୂଜାମାନ ହୋଇଥାଏ। ନବରାତ୍ର ପାଳିତ ହୋଇଥାଏ। ମାତାଙ୍କ ସମ୍ମୁଖରେ 9 ଦିନ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ଜଳାଇ ମାତାଙ୍କୁ ଭୋଗ ଅର୍ପଣ କରି 9 ଦିନରେ ନବକନ୍ୟାଙ୍କୁ ମାତାଙ୍କ ରୂପରେ ପୂଜା କରିଥାନ୍ତି। ଆଉ ମାତା ରାନୀଙ୍କର ଆଶୀର୍ବାଦ ନେଇ ପୂଜା ସମାପ୍ତ କରିଥାନ୍ତି। ଚାଲନ୍ତୁ ଏବେ ଶୁଣିବା ମନକୁ ଛୁଇଁଗଲା ଭଳି ସୁନ୍ଦର କଥା ସବୁ। ଟଙ୍କା ଥିଲେ ସଭାରେ ମୁଖ୍ୟ ଅତିଥି ହୋଇପାରିବ। ଟଙ୍କା ଥିଲେ ଗ୍ରାମର ମୁଖ୍ୟ ହୋଇପାରିବ। ଟଙ୍କା ଥିଲେ ବିଶିଷ୍ଟ ସମାଜସେବୀ ହୋଇପାରିବ। ଟଙ୍କା ଥିଲେ ସମାଜର ନେତା ହୋଇପାରିବ। ଗରିବର ବନ୍ଧୁ ହୋଇପାରିବ। ତୁମେ ବାପା ମାଙ୍କର ଦାୟିତ୍ୱଶୀଳ ପୁଅ ହୋଇପାରିବ। ଟଙ୍କା ଥିଲେ ଶ୍ୱଶୁର ଘରର ଆଦରର ଜୁଆଇଁ ହୋଇପାରିବ। ଟଙ୍କା ଥିଲେ ତୁମେ ସଲାଶାଲିର ପ୍ରିୟ ଭିଣେଇ ହୋଇପାରିବ। ଟଙ୍କା ଥିଲେ ତୁମେ ଆତ୍ମୀୟ ସ୍ୱଜନଙ୍କର ଦାମୀ ମଣିଷ ହୋଇପାରିବ। ତୁମେ ବନ୍ଧୁ ରଖିବ, ଘନିଷ୍ଠ ବନ୍ଧୁ। ଟଙ୍କା ଥିଲେ ତୁମେ ସ୍ତ୍ରୀ ପାଖରେ ଭଲ ସ୍ୱାମୀ। ଟଙ୍କା ଥିଲେ ତୁମେ ସନ୍ତାନ ପାଖରେ ଭଲ ବାପା। ଯାହା ପାଖରେ ଟଙ୍କା ନାହିଁ ତା ପାଖରେ କିଛି ନାହିଁ। ସେଥିପାଇଁ ଟଙ୍କା ପଇସାକୁ ସବୁବେଳେ ସତର୍କରେ ରଖନ୍ତୁ, ଖର୍ଚ୍ଚ କରନ୍ତୁ। ଥରେ ଟଙ୍କା ପଇସା ଚାଲିଗଲେ ବହୁତ କଷ୍ଟ।
ଟଙ୍କା ପାଖରେ ଥିଲେ ସମସ୍ତେ ଇଜ୍ଜତ ଦିଅନ୍ତି, ଭଲ କଥା ହୁଅନ୍ତି। କିନ୍ତୁ ଟଙ୍କା ଯାହା ପାଖରେ ନାହିଁ ତାରୁ ଗରିବ ମଣିଷ ଦୁନିଆରେ ଆଉ କେହି ନାହିଁ। ଶରୀରରେ ତାପମାତ୍ରା ମାପିବା ପାଇଁ ଥର୍ମୋମିଟର ବ୍ୟବହାର କରାଯାଏ। ବାୟୁର ଚାପ ମାପିବା ପାଇଁ ବାରୋମିଟର ବ୍ୟବହାର କରାଯାଏ। ଚାପର ପରିମାଣ ମାପିବା ପାଇଁ କାଲୋରିମିଟର ବ୍ୟବହାର କରାଯାଏ। ବିଦ୍ୟୁତ ସ୍ରୋତ ମାପିବା ପାଇଁ ଆମିଟର ବ୍ୟବହାର କରାଯାଏ। ଗାଡ଼ିର ଦୂରତ୍ୱ ମାପିବା ପାଇଁ ଆଡୋମିଟର ବ୍ୟବହାର କରାଯାଇଥାଏ। ହୃତ୍ସ୍ପନ୍ଦନ ଓ ଗତି ଜାଣିବା ପାଇଁ କାର୍ଡ଼ିଓଗ୍ରାଫ ବ୍ୟବହାର କରାଯାଇଥାଏ। ଉଡ଼ାଜାହାଜ ଦିଗ ବେଗ ମାପିବା ପାଇଁ ରାଡାର ବ୍ୟବହାର କରାଯାଇଥାଏ। ଗାଡ଼ିର ବେଗ ମାପିବା ପାଇଁ ସ୍ପିଡୋମିଟର ବ୍ୟବହାର କରାଯାଇଥାଏ। ହୃତ୍ପିଣ୍ଡ ଚଳନ ମାପିବା ପାଇଁ ଷ୍ଟେଥୋସ୍କୋପ ବ୍ୟବହାର କରାଯାଇଥାଏ। ଦୂରସ୍ଥ ବସ୍ତୁକୁ ନିକଟରେ ଦେଖିବା ପାଇଁ ବାଇନାକୁଲାର ବ୍ୟବହାର କରାଯାଇଥାଏ। ସୂକ୍ଷ୍ମ ବସ୍ତୁକୁ ସ୍ଥୂଳ ରୂପେ ଦର୍ଶାଇବା ପାଇଁ ମାଇକ୍ରୋସ୍କୋପ ବ୍ୟବହାର କରାଯାଇଥାଏ। ଅଳ୍ପ ଜାଣିଥିବା କଥା କେବେ ନ କହିବ। ଗଣ୍ଡଗୋଳ କଲେ କେବେ ଆଗୁଆ ନ ହେବ। ପତି ପତ୍ନୀଙ୍କର କଳହରେ ମଧ୍ୟସ୍ଥ ନ ହେବ। ଖରସ୍ରୋତା ନଦୀ ଜଲେ କେବେ ନ ପଶିବ। ଅଜଣା ଲୋକଙ୍କ ହସ୍ତୁ କେବେ ନ ଖାଇବ। ବନ୍ଧୁ ପତି ପତ୍ନୀ ପରିହାସ ନ କରିବ। କିଣା ବିକା ସମୟରେ ତରତର ନ ହେବ। ଦେବା ନେବା ବେଳେ ଟଙ୍କା ଭଲରେ ଗଣିବ। ନ ଦେଖି ପରର ଦ୍ରବ୍ୟ ପାଖେ ନ ରଖିବ। ପରଦେଶେ ସବୁବେଳେ ସାବଧାନ ଥିବ। ଆଗ ପଛ ନ ବିଚାରି କଥା ନ କହିବ। ଶାସ୍ତ୍ର କହେ ଦୀର୍ଘକାଳ ଶତ୍ରୁ ନ ରଖିବ। ଯଦି ଉପରବାଲା ସହିତ ତୁମ ସମ୍ପର୍କ ମଜବୁତ ଅଛି ତେବେ ମଧ୍ୟରେ ଥିବା ମଣିଷ ତୁମର କିଛି କ୍ଷତି କରିପାରିବ ନାହିଁ। ବଞ୍ଚିବା ପାଇଁ କୌଣସି ପରଫେକ୍ଟ ମଣିଷ ଦରକାର ନାହିଁ, ବରଂ ଏହିପରି ମଣିଷ ଏକ ଦରକାର ଯିଏ ରେସପେକ୍ଟ ଆଉ କେୟାର କରୁଥିବ। ସେ ହିଁ ତୁମ ପାଇଁ ପରଫେକ୍ଟ ହେବ। ମନ ଯେତେ ବି ଖରାପ ଥାଉ ପଛେ କାହା ପ୍ରତି ଖରାପ ଶବ୍ଦ ପ୍ରୟୋଗ କରନ୍ତୁ ନାହିଁ। କାରଣ ପରବର୍ତ୍ତୀ ସମୟରେ ମନକୁ ଠିକ୍ କରାଯାଇପାରେ କିନ୍ତୁ କୁହାଯାଇଥିବା ଖରାପ ଶବ୍ଦକୁ ଆଉ ଠିକ୍ କରିହେବ ନାହିଁ। କଠିନ ପରିଶ୍ରମ ଜାରି ରଖନ୍ତୁ ଏବଂ ଦିନେ ଆପଣଙ୍କ ପଛକୁ ଚାହିଁ ଆଶ୍ଚର୍ଯ୍ୟ ହେବେ ଯେ ଆପଣ ଜୀବନରେ କେତେ ସଫଳତା ପାଇଛନ୍ତି। ପେଟ ଏଠି ଖାଲି କିନ୍ତୁ ଯୋଗ କରାଯାଉଛି। ଘରେ ଖାଇବାକୁ ନାହିଁ, ବ୍ୟାଙ୍କ ଖାତା ଖୋଲାଯାଉଛି। ରହିବା ପାଇଁ ଘର ନାହିଁ କିନ୍ତୁ ପାଇଖାନା ଜରୁରୀ। ଗାଁରେ ବିଜୁଳି ନାହିଁ, ଇଣ୍ଡିଆ ଡିଜିଟାଲ ବନୁଛି। ସବୁ କମ୍ପାନୀ ବିଦେଶୀ, ମେକ୍ଅପ୍ ଇଣ୍ଡିଆ ହେଉଛି। ଜାତି ଧର୍ମ ଭଳି ଚିନ୍ତା ମୁଣ୍ଡରେ ଅଛି କିନ୍ତୁ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଛି। ସତରେ ଏ ଦେଶ କେତେ ବଦଳୁଛି। ଗୋଟିଏ ଚଢ଼େଇ ମହୁମାଛିକୁ ପଚାରିଲା, ତୁମେ ଏତେ କଷ୍ଟରେ ମହୁ ତିଆରି କର ଆଉ ମଣିଷ ଚୋରି କରି ନେଇଯାଏ, ତୁମକୁ ଖରାପ ଲାଗେ ନାହିଁ? ମହୁମାଛି ବହୁତ ସୁନ୍ଦର ଉତ୍ତରଟିଏ ଦେଇ କହିଲା, ମଣିଷ ମୋର ମହୁ ଚୋରାଇ ନେଇପାରେ କିନ୍ତୁ ମୋର ମହୁ ତିଆରି କରିଥିବା କଳାଟିକୁ ନୁହେଁ। କେହି ମଧ୍ୟ ଆପଣଙ୍କ ସୃଜନା ସୃଷ୍ଟିଟିକୁ ଚୋରାଇ ନେଇପାରେ କିନ୍ତୁ ଆପଣଙ୍କର ପ୍ରତିଭାକୁ ନୁହେଁ। ସାପ ଭାଗ୍ୟରେ ସେତେ ବିଷ କାହିଁ ଯାହା ଆଜିକାଲି ମଣିଷ ତା କଥାବାର୍ତ୍ତାରେ ଉଗାଳି ପକାଉଛି। ସାପ ତ ବିଚରା କୋଣରେ ରହି ହସୁଛି କାହିଁକିନା ମଣିଷ ହିଁ ମଣିଷକୁ କାମୁଡ଼ି ରକ୍ତାକ୍ତ କରି ପକାଉଛି। ଯଦି ଜୀବନରେ କିଛି ହାରିଦିଅ ତେବେ ଦୁଃଖ କର ନାହିଁ। ମନେ ରଖ ଗଛ ସେତେବେଳେ ପତ୍ର ଝଡ଼ା ଦିଏ ଯେବେ ଗଛରେ ନୂତନ ପତ୍ର ସୃଷ୍ଟି ହେବାର ଥାଏ। ନା କାହା ଅଭାବରେ ବଞ୍ଚିବ ନା କାହା ପ୍ରଭାବରେ ବଞ୍ଚିବ। ଏଇ ଜୀବନ ହେଲା ଆପଣଙ୍କର ନିଜ ସ୍ୱଭାବରେ ବଞ୍ଚନ୍ତୁ। ଜୀବନର ସବୁଠାରୁ କଠିନ ସମସ୍ୟା ହେଉଛି ନିଜକୁ ଚିହ୍ନି ପାରିବା। ଯଦି ଆଜିର ମନକୁ ଛୁଇଁଗଲା ଭଳି ସୁନ୍ଦର କଥା ସବୁ ଆଉ ବ୍ରହ୍ମଚାରିଣୀ ମାଙ୍କର କଥା ଆପଣମାନଙ୍କୁ ଯଦି ପସନ୍ଦ ଆସିଲା
ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ମୁଁ ଯେଉଁ ଭିଡ଼ିଓ ଅପଲୋଡ଼ କରିବି ସେସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ଜୟ ମାତା କି।